ନମସ୍କାର। ଆସନ୍ତୁ କିଛି ରୋଚକ ଆଉ ଜଟିଳ କାହାଣୀକୁ ସରଳ ଭାବରେ ବୁଝିବାକୁ ଚେଷ୍ଟା କରିବା। ଆଜି ଆମେ ଭଗବାନ କୃଷ୍ଣଙ୍କ ଜୀବନର କିଛି ବହୁତ ସୁନ୍ଦର ଦିବ୍ୟ ଲୀଳା ବିଷୟରେ ଆଲୋଚନା କରିବା। ତେବେ ଆଜି ଆମେ କୃଷ୍ଣଙ୍କ ଜୀବନର 5ଟି ମନଛୁଆଁ କାହାଣୀ ବା ଲୀଳା ବିଷୟରେ ଜାଣିବା। ଆପଣ ଭାବିପାରନ୍ତି ଏଗୁଡ଼ିକ ଗୋଟିଏ ଦିବ୍ୟ ଜ୍ଞାନର ମାଳାରେ ଗୋଟିଏ ଗୋଟିଏ ମୋତି ପରି। ହଉ, ତେବେ ଆମର ପ୍ରଥମ କାହାଣୀ ଆରମ୍ଭ କରାଯାଉ। ଆଉ ମଜାର କଥା ହେଉଛି, ଏହାର ଆରମ୍ଭ କୌଣସି ଉତ୍ସବରୁ ନୁହେଁ, ବରଂ ଗୋଟିଏ ବିଜୟ ପରେ ହୋଇଥିବା ଝଗଡ଼ାରୁ ହେଉଛି। ଏଠି ପ୍ରଶ୍ନ ଉଠୁଛି, କୃଷ୍ଣ ତ ବତ୍ସାସୁରକୁ ମାରିଲେ, ଯିଏ ଗୋଟେ ରାକ୍ଷସ ଥିଲା। ତେବେ ରାଧା କାହିଁକି ରାଗିବେ? କଥାଟା ଟିକେ ଅଜବ ଲାଗୁଛି, ନୁହେଁ କି? ପ୍ରକୃତରେ ଏହାର ମୂଳ କାରଣ ଥିଲା ଦୁହିଁଙ୍କ ଦୃଷ୍ଟିକୋଣ। କୃଷ୍ଣଙ୍କୁ ସେ ଗୋଟେ ରାକ୍ଷସ ଦେଖାଗଲା, କିନ୍ତୁ ରାଧାଙ୍କୁ ସେହି ପବିତ୍ର ବାଛୁରୀର ରୂପ ଦେଖାଗଲା, ଯାହା ସେ ଧାରଣ କରିଥିଲା। ଆଉ ଯେତେବେଳେ କୃଷ୍ଣ ରାଧାଙ୍କୁ ମନେଇବାକୁ ତାଙ୍କ କବାଟ ପାଖରେ ପହଞ୍ଚିଲେ, ରାଧା ଭିତରୁ ପଚାରିଲେ, କୋୟମ୍ ଦ୍ୱାରେ, ମାନେ କିଏ ସେଠି ଦ୍ୱାରରେ? ବସ୍, ଏଇଠୁ ହିଁ ଆରମ୍ଭ ହେଲା ଏକ ଚମତ୍କାର ଶବ୍ଦର ଖେଳ। ଆଉ ଦେଖନ୍ତୁ କେମିତି ମଜାଦାର କଥାବାର୍ତ୍ତା ଚାଲିଲା। କୃଷ୍ଣ କହିଲେ, ମୁଁ ହରି। ରାଧା କ'ଣ କହିଲେ ଜାଣିଛନ୍ତି? କହିଲେ, ହରି ମାନେ ତ ମାଙ୍କଡ଼। କୃଷ୍ଣ ପୁଣି କହିଲେ, ମୁଁ କୃଷ୍ଣ। ରାଧା କହିଲେ, କୃଷ୍ଣ ମାନେ କଳା, ଗୋଟେ କଳା ମାଙ୍କଡ଼। ପ୍ରତ୍ୟେକଟି ନାଁକୁ ରାଧା କେମିତି ଚତୁରତାର ସହ ବଦଳି ଦେଉଛନ୍ତି, ଝଗଡ଼ାଟାକୁ ଆହୁରି ମଜାଦାର କରିଦେଉଛନ୍ତି। ଶେଷରେ ଯେତେବେଳେ କୌଣସି ବଡ଼ ନାମ କାମ ଦେଲାନି, କୃଷ୍ଣ ନିଜର ସବୁ ବଡ଼ପଣ ଛାଡ଼ିଦେଲେ। ଆଉ ସେ କହିଲେ, ମୁଁ ବ୍ରଜବାସୀଙ୍କ ସେବକ। ଆଉ ଏଇ ନମ୍ରତା ହିଁ ଥିଲା ସେଇ ଚାବି, ଯାହା ଶେଷରେ ରାଧାଙ୍କ ବନ୍ଦ କବାଟକୁ ଖୋଲିଦେଲା। ହେଲେ କବାଟ ତ ଖୋଲିଗଲା, କିନ୍ତୁ କ୍ଷମା ପାଇଁ ଗୋଟେ ସର୍ତ୍ତ ଥିଲା। ରାଧା କହିଲେ, କୃଷ୍ଣଙ୍କୁ ପ୍ରାୟଶ୍ଚିତ୍ତ କରିବାକୁ ପଡ଼ିବ। ପ୍ରଥମେ ନିଜ ହାତରେ ଗୋଟେ ପବିତ୍ର କୁଣ୍ଡ ଖୋଳିବାକୁ ହବ, ଆଉ ଦ୍ୱିତୀୟରେ ରାଧା ନିଜ ଚୁଡ଼ିରୁ ତିଆରି କରିଥିବା ଆଉ ଗୋଟେ କୁଣ୍ଡରେ ସ୍ନାନ କରିବାକୁ ପଡ଼ିବ। ଆଉ ଏଇଠୁ ହିଁ ସୃଷ୍ଟି ହେଲା ପବିତ୍ର ରାଧାକୁଣ୍ଡ। ଆଚ୍ଛା, ତେବେ ପ୍ରାୟଶ୍ଚିତ କଥା ତ ଗଲା। ଏବେ ଆସନ୍ତୁ ଆମର ପରବର୍ତ୍ତୀ କାହାଣୀକୁ ଯିବା। ଏଠି କଥା ହେଉଛି ଲହୁଣୀ ଚୋରିର, ଯାହାପରେ ଏକ ପବିତ୍ର ପ୍ରସାଦ ପାଲଟିଯାଏ। ଘଟଣାଟି ଥିଲା ବହୁତ ବଡ଼। ରାଧାରାଣୀ ନିଜ ଜୀବନରେ ପ୍ରଥମ ଥର ପାଇଁ ଲହୁଣୀ ବାହାର କରୁଥିଲେ, ଆଉ ଏହି ଖବର ପୂରା ବ୍ରଜରେ ଚହଳ ପକେଇ ଦେଇଥିଲା। ସମସ୍ତେ ବହୁତ ଉତ୍ସାହିତ ଥିଲେ। କିନ୍ତୁ କୃଷ୍ଣ ତ କୃଷ୍ଣ, ସେ ଠିକ୍ କଲେ ଯେ ସେଇ ଲହୁଣୀର ସ୍ୱାଦ ପ୍ରଥମେ ସେ ହିଁ ଚାଖିବେ। ଆଉ ଏଥିପାଇଁ ସେ ଏକ ଜବରଦସ୍ତ ଛଦ୍ମବେଶ ଧାରଣ କଲେ। ନିଜ ବାଳକୁ ଖୋଲିଦେଲେ, ଆଖିରେ କଜଳ ଲଗାଇଲେ, ଗୋପୀଙ୍କ ପରି ପୋଷାକ ପିନ୍ଧିଲେ, ଆଉ ହାତ ଗୋଡ଼ରେ ଛୋଟ ଛୋଟ ଚୁଡ଼ି ଆଉ ପାଉଁଜି ବି ପିନ୍ଧିଲେ। ପୂରାପୂରି ଜଣେ ଗାଉଁଲି ଝିଅ। ଆଉ ଏହି ଛଦ୍ମବେଶରେ କାହାରି ନଜରେ ନ ପଡ଼ି କୃଷ୍ଣ ଚୁପଚାପ ଘର ଭିତରକୁ ପଶିଗଲେ। ସେଠି ସେ ଠିକ୍ ସମୟକୁ ଅପେକ୍ଷା କଲେ, ଆଉ ଲହୁଣୀ ହାଣ୍ଡିଟି ଚୋରି କରିନେଲେ। ତାପରେ ସିଧା ଜଙ୍ଗଲକୁ ପଳେଇଲେ, ଭାବିଲେ ବାସ୍, ଏବେ ଆରାମରେ ଏହାର ମଜା ନେବେ। କିନ୍ତୁ ଯେମିତି ହିଁ ଲହୁଣୀ ତାଙ୍କ ଜିଭକୁ ଛୁଇଁଲା, କିଛି ଅଦ୍ଭୁତ ଘଟିଲା। ତାଙ୍କ ଆଖି ନିଜକୁ ନିଜେ ବନ୍ଦ ହୋଇଗଲା, ଆଉ ସେ ସେହିଠାରେ ହିଁ ମୂର୍ଚ୍ଛା ହୋଇ ପଡ଼ିଗଲେ। କାହିଁକି? କାରଣ ସେ ଲହୁଣୀ କେବଳ ଲହୁଣୀ ନଥିଲା, ସେଥିରେ ମିଶିଥିଲା ରାଧାଙ୍କର ଶୁଦ୍ଧ ଭକ୍ତି। ଆଉ ସେହି ଭକ୍ତିର ଶକ୍ତି ଏତେ ଥିଲା ଯେ କୃଷ୍ଣ ତାକୁ ସମ୍ଭାଳି ପାରିଲେନି। ପରେ ରାଧା ଆଉ ତାଙ୍କର ସାଙ୍ଗମାନେ କୃଷ୍ଣଙ୍କୁ ଖୋଜି ବାହାର କଲେ, ଆଉ ଦେଖିଲେ ସେ ବେହୋସ ପଡ଼ିଛନ୍ତି। ସେମାନେ ତାଙ୍କ ଓଠରେ ଲାଗିଥିବା ଲହୁଣୀକୁ ନେଇ ନିଜ ନିଜ ଭିତରେ ବାଣ୍ଟି ଖାଇଲେ। ଦେଖନ୍ତୁ କେମିତି ଗୋଟେ ଚୋରି ଜିନିଷ ସମସ୍ତଙ୍କ ପାଇଁ ପବିତ୍ର ପ୍ରସାଦ ପାଲଟିଗଲା। ଏହା ଥିଲା ଭକ୍ତିର କାହାଣୀ। ଆଉ ଏବେ ଯେଉଁ କାହାଣୀ ଆମେ ଶୁଣିବା, ସେଥିରେ ଏକ ବହୁତ ବଡ଼ ଶିକ୍ଷା ଲୁଚି ରହିଛି। ଏହା ହେଉଛି କୃଷ୍ଣଙ୍କ ସାଙ୍ଗ ମଧୁମଙ୍ଗଳଙ୍କ କାହାଣୀ, ଯିଏ ଶିଖିଥିଲେ ଯେ ନକଲ କରିବା ଆଉ ଅସଲ ହେବା ଭିତରେ ବହୁତ ଫରକ ଅଛି। ତ ମୂଳ କଥାଟାକୁ ବୁଝିବାକୁ ଚେଷ୍ଟା କରନ୍ତୁ। ମଧୁମଙ୍ଗଳଙ୍କ ଲକ୍ଷ୍ୟ ଥିଲା କୃଷ୍ଣଙ୍କ ପରି ପୂଜା ପାଇବା, ସମ୍ମାନ ପାଇବା। ହେଲେ ଫଳ କ'ଣ ହେଲା? ଫଳ ଉଲ୍ଟା ହେଲା। ପୂଜା ପାଇବା ବଦଳରେ ସେ କୃଷ୍ଣଙ୍କ ପରି ଆକ୍ରମଣର ଶିକାର ହେଲେ। ସେ କୃଷ୍ଣଙ୍କ ବେଶକୁ ତ ନକଲ କଲେ, କିନ୍ତୁ ତାଙ୍କ ସହିତ ଆସୁଥିବା ବିପଦକୁ ବି ନିମନ୍ତ୍ରଣ କଲେ। ଯେତେବେଳେ କେଶୀ ନାମକ ରାକ୍ଷସ ମଧୁମଙ୍ଗଳଙ୍କୁ କୃଷ୍ଣ ଭାବି ଆକ୍ରମଣ କଲା, କୃଷ୍ଣ ତାଙ୍କୁ ବଞ୍ଚେଇଲେ। ଆଉ ତାପରେ ତାଙ୍କୁ ଏକ ବହୁତ ମୂଲ୍ୟବାନ ଉପଦେଶ ଦେଲେ। ସେ କହିଲେ, ଅନ୍ୟମାନଙ୍କୁ ନକଲ କରନି, ତୁମେ ଯେମିତି ସେମିତି ରୁହ। ଆଜି ତ ବଞ୍ଚିଗଲ, କିନ୍ତୁ କାଲି ଆଉ କିଏ ରାକ୍ଷସ ଆସିପାରେ। କେତେ ବଡ଼ କଥା ନୁହେଁ କି? ହଉ, ତେବେ ଏଯାଏଁ ଆମେ ବ୍ୟକ୍ତିଗତ କାହାଣୀ ଶୁଣୁଥିଲେ। ଏବେ ଆସନ୍ତୁ କଥାକୁ ଟିକେ ବ୍ରହ୍ମାଣ୍ଡୀୟ ସ୍ତରକୁ ନେଇଯିବା।
ଏବେ ଯେଉଁ କାହାଣୀ ଆସୁଛି ତାହା ବ୍ରହ୍ମାଣ୍ଡର ପରିଭାଷାକୁ ହିଁ ବଦଳାଇ ଦେବ। କାହାଣୀର ଆରମ୍ଭ ହୁଏ ଯେତେବେଳେ ସ୍ୱୟଂ ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ଚତୁର୍ମୁଖ ବ୍ରହ୍ମା କୃଷ୍ଣଙ୍କ ଦ୍ୱାରରେ ଆସି ପହଞ୍ଚିଲେ। ସେ ଭାବିଥିଲେ ଯେ ସେ ପହଞ୍ଚିବା ମାତ୍ରେ ତାଙ୍କୁ ବହୁତ ସମ୍ମାନ ମିଳିବ, ତାଙ୍କର ସ୍ୱାଗତ କରାଯିବ। କିନ୍ତୁ କୃଷ୍ଣ ଭିତରୁ ଏମିତି ଏକ ପ୍ରଶ୍ନ ପଠେଇଲେ ଯାହା ବ୍ରହ୍ମାଙ୍କର ସବୁ ଅହଙ୍କାରକୁ ଚୁରମାର କରିଦେଲା। କୃଷ୍ଣ କହି ପଠେଇଲେ, ତାଙ୍କୁ ପଚାର, ସେ କେଉଁ ବ୍ରହ୍ମାଣ୍ଡରୁ ଆସିଛନ୍ତି। ଏଇ ଗୋଟିଏ ପ୍ରଶ୍ନ ବ୍ରହ୍ମାଙ୍କୁ ହଲେଇ ଦେଲା। ଆଉ ତାପରେ କୃଷ୍ଣ ଯେଉଁ ସତ୍ୟ ଦେଖେଇଲେ ତାହା କଳ୍ପନାର ବାହାରେ ଥିଲା। ସେ ଦେଖେଇଲେ ଯେ ତାଙ୍କ ଶରୀରର ପ୍ରତିଟି ଲୋମକୂପ ଉପରେ ଗୋଟିଏ ଗୋଟିଏ ବ୍ରହ୍ମାଣ୍ଡ ଅଛି। କେବଳ ସେତିକି ନୁହେଁ, ସେହି ପ୍ରତିଟି ଲୋମକୂପ ଭିତରେ ପୁଣି ଏକ କୋଟି ବ୍ରହ୍ମାଣ୍ଡ ଅଛି। ଆଉ ସେହି ପ୍ରତିଟି ବ୍ରହ୍ମାଣ୍ଡର ନିଜର ଜଣେ ଜଣେ ବ୍ରହ୍ମା ଅଛନ୍ତି। ଏହା ଦେଖି ବ୍ରହ୍ମା ବୁଝିଗଲେ ଯେ ସେ ଏହି ଅସୀମ ସୃଷ୍ଟିରେ କେତେ ଛୋଟ। ଏହା ଥିଲା ବ୍ରହ୍ମାଙ୍କର ଅହଙ୍କାର ଭାଙ୍ଗିବାର କାହାଣୀ। ଆଉ ଆମର ଶେଷ କାହାଣୀ ହେଉଛି ବିଶ୍ୱାସର ପରିବର୍ତ୍ତନର କାହାଣୀ। ଏଥିରେ ଆମେ ଦେଖିବା କେମିତି ପରମ୍ପରାକୁ ଏକ ଆହ୍ୱାନ ଦିଆଗଲା ଆଉ ତାର ପରିଣାମ କେତେ ଭୟଙ୍କର ହେଲା। ବ୍ରଜବାସୀମାନେ ପ୍ରତିବର୍ଷ ଦେବରାଜ ଇନ୍ଦ୍ରଙ୍କ ପୂଜା କରୁଥିଲେ, କିନ୍ତୁ କୃଷ୍ଣ ସେମାନଙ୍କୁ ଗୋଟେ ନୂଆ କଥା ବୁଝେଇଲେ। ସେ କହିଲେ, ଆମେ ଦୂରରେ ଥିବା ଇନ୍ଦ୍ରଙ୍କୁ କାହିଁକି ପୂଜା କରିବା ତାଙ୍କ କ୍ରୋଧରୁ ବଞ୍ଚିବା ପାଇଁ? ବରଂ ଆମେ ଏହି ଗୋବର୍ଦ୍ଧନ ପର୍ବତକୁ ପୂଜା କରିବା, ଯିଏ ଆମକୁ ସିଧାସଳଖ ଖାଇବା ପିଇବା ସବୁକିଛି ଦେଉଛି। ପ୍ରକୃତିକୁ ସମ୍ମାନ ଦେବା ଉଚିତ। ଆଉ ଲୋକମାନେ କୃଷ୍ଣଙ୍କ କଥା ମାନିଗଲେ। ହେଲେ ଏହି କଥା ଦେବରାଜ ଇନ୍ଦ୍ରଙ୍କୁ ଆଦୌ ଭଲ ଲାଗିଲାନି। ନିଜର ଅପମାନ ହେଲା ଭାବି ସେ ଭୟଙ୍କର ଭାବେ ରାଗିଗଲେ। ଆଉ ସେହି କ୍ରୋଧରେ ସେ ପୂରା ବ୍ରଜ ଉପରେ ଏମିତି ପ୍ରଳୟକାରୀ ବର୍ଷା କରାଇଲେ ଯେମିତିକି ସବୁକିଛି ଧ୍ୱଂସ ହୋଇଯିବ। ଆଉ ଯେତେବେଳେ ଗ୍ରାମବାସୀମାନେ ଏହି ଭୟଙ୍କର ବିନାଶର ସାମ୍ନା କଲେ, ସେମାନଙ୍କର ନୂଆ ବିଶ୍ୱାସର ସବୁଠୁ ବଡ଼ ପରୀକ୍ଷା ହେଲା। ଏହା ଆମକୁ ଗୋଟେ ଗମ୍ଭୀର ପ୍ରଶ୍ନ ପାଖରେ ଛାଡ଼ିଯାଏ। ଯେତେବେଳେ କ୍ରୋଧ ଆସି ବିଶ୍ୱାସକୁ ପରୀକ୍ଷା କରେ, ସେତେବେଳେ ଶେଷରେ କ'ଣ ବାକି ରହିଯାଏ?